ୟୁବିର ଖୁସି ଟିକେ ଦେଖନ୍ତୁ ଏତେ ଖୁସି କ'ଣ ପାଇଁ ମୁଁ କହୁଛି। ଆମମାନେ ଟିକେ ପଳେଇଲୁ ଆଜି ହାଟକୁ ବହୁତ ଜିନିଷ କିଣିବାର ଥିଲା ପନିପରିବା ଆଉ କିଛି ଜିନିଷ ଆଉ ୟୁବିକୁ ଟିକେ ଠାକୁରଙ୍କୁ ଦର୍ଶନ ବି କରାଇବାର ଥିଲା ଶିବ ମନ୍ଦିର ଦର୍ଶନ କରିକି ଆମମାନେ ପନିପରିବା କିଣିବା ପାଇଁ ହାଟକୁ ପଳେଇଲୁ। ତ ଦେଖନ୍ତୁ ଏତେ ସାରା ପନିପରିବା ଅଛି ଆଉ ୟୁବିର ଖୁସି ଏଇଠି ଦେଖନ୍ତୁ ସିଏ ମାନେ ବାହାରକୁ ବାହାରି ଗଲା ମାନେ ତାକୁ ପୁରା ଆଜାଦ ମିଳିଗଲା ଏ ଟାଇପ୍ର ସେ ଫିଲ୍ କରେ। ମାନେ ସିଏ ଆଉ ଆମକୁ କିଛି କିଣି ବି ଦେଉନଥିଲେ କିଛି ବଛେଇବାକୁ ଦେଉନଥିଲା ସିଏ ଏପଟେ ଯାଉଥିଲା ସେପଟେ ଯାଉଥିଲା ତାକୁ ଗୋଟେ କଦଳୀ ଦେଇକିନା ତାକୁ ଟିକେ ଶାନ୍ତିରେ ବସେଇଲୁ ତାପରେ ଆମେ ସପିଙ୍ଗ କଲୁ। ଆଉ ଏଇଠି ଏତେ ପ୍ରକାରର ମୁଁ ମଞ୍ଜି ଦେଖିଲି ମାନେ କ'ଣ କ'ଣ ସବୁ ମଞ୍ଜି ଏତେ ଭେରାଇଟି ମଞ୍ଜି ସବୁ ଥିଲା ଆଉ ଏତେ ଭେରାଇଟିର ଶୁଖୁଆ ମାନେ କ'ଣ କହିବି କେତେ ଭେରାଇଟିର ଶୁଖୁଆ ମୁଁ ଦେଖିବି ନଥିଲି ଏତେ ଭେରାଇଟିର ଶୁଖୁଆ ସବୁ ଥିଲା। ଯେହେତୁ ଆମେ ଆଦିବାସୀ ଏରିଆରେ ଅଛୁ ତ ଆଦିବାସୀ ଜିନିଷ ଏଠି ବହୁତ ଦେଖିବାକୁ ମିଳେ ଆମମାନେ ସେଇ ଜିନିଷର ନାଁ ବି ଜାଣିନୁ। ଏଇଠି ଦେଖନ୍ତୁ ବୋଉ କେମିତି ବାର୍ଗେନିଂ କରିକି ଶୁଖୁଆ କିଣୁଛି। ଆମମାନଙ୍କର କିଣାକିଣି ସରିଯାଇଥିଲା ତାପରେ ଆମମାନେ ଅଟୋରେ ଘରକୁ ପଳେଇ ଆସିଥିଲୁ।